नेताजी टर्मिनाल रु यात्री सहित संपर्क अधिक आलोचना कर सीनियर रिपोर्टर प्रभात बिश्नोई। कटक लगी रही कर्फ्यू गतकाली राति ही कटक कर्फ्यू लगी रही एवं आम आसी पहुंचीचु कटक नेताजी बस टर्मिनाल रे। आपण देखंतु ये हूँ टर्मिनाल चित्र जो जगह घो घो परिस्थिति सकाଳେ सृष्टि हवा कथा से जगह संपूर्ण भाव में खाँ खाँ काँ भाँ केतोटी बस चलुची अन्य बस गुड़िक प्रायतः बंद रही दीर्घ समय धरी यात्री माने एटार अपेक्षा कर रही निज गंतव्य स्थान को जीवाई किंतु बस एठू बाहर नहीं कारण जिते कटक सहर में कर्फ्यू होची केउटी ना केउटी गाड़ी गुड़िक बाहर को बाहर भय करुँच मु सब बड़ कथा हूँ जेहेतु सीएनबीटी बस स्टाण्ड रही ए जगार विभिन्न जगह को जीवाई यात्री अपेक्षा करती विभिन्न जगार कटक सहर को यात्री आसी किंतु केउटी ना केउटी साधारण लोके असुविधार सम्मुखीन होती कर्फ्यू जो दीर्घ समय धरी बसी रही आम किसी यात्री प्रतिक्रिया नवा टिके भाई आप कहे जे आप कौटू आसते कौन पे आसते कटक खनपड़ा कर आम घर आम आसलु आई हस्टेल देखा चंडीदास पाखे से देखागला से दुकान बंद अच्छी मेडिकल जाइए बस रे आसते तो पद्मिनी बस रे कौन पद्मिनी बस बर्तमान कहते मुझे 12:30 पूर्व जो बस गुड़िक ये लोकनाथ बस आसी से मना कर लोक ना कौन नहीं जी ଆପଣ ଜାଣିଥିଲେ ଯେ କଟକ ସହରରେ ଏମିତି କର୍ଫ୍ୟୁ ହେଉଛି ବୋଲି ନା ମୁଁ ଜାଣି ନାହିଁ ଆପଣ ଜାଣି ନାହାନ୍ତି ପଳେଇ ଆସିଛନ୍ତି ଘରୁ ହଁ କାହାକୁ ଆଣିକି ଆସିଥିଲେ କଣ ପାଇଁ ଆସିଥିଲେ ବୋଉଙ୍କୁ ଆଣିକି ଆସିଥିଲେ ଆଖି ଦେଖା କରିବା ପାଇଁ ଆପଣ ଯେତେବେଳେ ଆସିଲେ ସେତେବେଳେ ଦେଖିଲେ ସବୁ ଠିକ ଠାକ ଥିଲା ବସ୍ ଆସିକି ଲାଗିଲା ସବୁ ଠିକ ଠାକ ଥିଲା ସେ ବାଙ୍କିରେ ଆମକୁ ଠିକ କଥାଟା କହିଲା ନାହିଁ ତେଣୁକରି ପାସେଞ୍ଜର ତାର ତ ପଇସା ଦରକାର ପାସେଞ୍ଜର ନେଇକି ପଳେଇ ଆସିଲା କଟକ ସେ ଆଉ କହିଲେନି ନାଇଁ ନାଇଁ ମୁଁ ତାକୁ ବାରମ୍ବାର ପଚାରିଲି ପଚାରିବା ଫଳରେ ସେ କହିଲା ନାଇଁ ବସ୍ ଚାଲିଛି ବର୍ତ୍ତମାନ ଆପଣ କେମିତି ଯିବେ ଯିବା ସେଇ ବସ ରେ ଯିବା ତାକୁ କହିବା ସେ ଯିବ ସେ ବସ୍ ଯାଉଛି ସେ ପଦ୍ମାବତୀ ରହୁଛି ସେ ବସ ରେ ଯିବ ଏଇ ଯୋଉ ଗୋଟେ ଗଣ୍ଡଗୋଳ ହେଲା କର୍ଫ୍ୟୁ ହେଲା ୟା ଦ୍ୱାରା ସାଧାରଣ ଲୋକ ଅସୁବିଧା ଆପଣ ମାଉସୀ ଆଣିକି ବସେଇଛନ୍ତି ଖାଇବାକୁ ନାହିଁ ଆପଣ କେତେ ସମୟ ଦୀର୍ଘ ଆଉ କଣ କରିବା ମୁଁ ତ ଜାଣି ପାରିଲିନି ଆଉ ସକାଳୁ ବାହାରିକି ପଳେଇ ଆସିଲି ଭୋରୁ ଆଉ ଜାଣିଥିଲେ ମୁଁ ଆସିଥାନ୍ତି କି କିନ୍ତୁ ୟା ଦ୍ୱାରା ସାଧାରଣ ଲୋକ ହଇରାଣ ହେବେ ନିଶ୍ଚିତ ଭାବରେ ହଁ ଆପଣ ଶୁଣୁଥିଲେ ଜଣେ ଯାତ୍ରୀ କିଭଳି ଭାବରେ ପ୍ରତିକ୍ରିୟା ଦେଉଥିଲେ କଟକର ଗୋଟିଏ ଘରୋଇ ହସ୍ପିଟାଲ କୁ ସେ ଆସିଥିଲେ କିନ୍ତୁ ସେ ଘରୋଇ ହସ୍ପିଟାଲଟି ଯେହେତୁ ବନ୍ଦ ହୋଇଛି ବାଧ୍ୟ ହୋଇକି ତାଙ୍କ ଘରକୁ ଫେରି ଯିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବସ୍ ପାଇନାହାନ୍ତି ଏବଂ ଯାହା ମଧ୍ୟ କହୁଥିଲେ ଆଉ ପାଖାପାଖି ତାଙ୍କୁ 2.5 ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ କିନ୍ତୁ ସେତେବେଳେ ବି ବସ୍ ଯାଉଛି କି ନ ଯାଉଛି ତାହା ମଧ୍ୟ ସବୁଠୁ ବଡ଼ ପ୍ରଶ୍ନ ଦେଖନ୍ତୁ ଏ ଜାଗାରେ ଯୋଉ ଯାତ୍ରୀମାନେ ବିଶେଷ କରି ଆସୁଛନ୍ତି সেই যাত্রী মানে গন্তব্য স্থানকু যাওয়া কেতে অসুবিধার সম্মুখীন হচ্ছেন তাহা মধ্যে আপন চিত্র দেখুছেন আপন ভাই কোটিকি যাওয়া চাহুলে ঢেঙ্কানাল বস আসিলানি আপনার অনুগুল বস ঢেঙ্কানাল বস আসিনি আসিনি কেমন কোন যাবে আপন এ অনুগুল বস রে যাব হারে আচ্ছা তো আপন অনুগুল বস রে যাবে অনুগুল টু পুনি কেমন যাবে হেডো ঢেঙ্কা আম গাঁ কো বস আছে ଆପଣ ଗାଁକୁ ବସ୍ ଅଛି ଆଚ୍ଛା ଆପଣ କଣ ଜାଣିନଥିଲେ ଯେ କଟକରେ ଏମିତି କର୍ଫ୍ୟୁ ହେଉଛି ଆସିଥିଲେ ହଁ ଜାଣିଛି କଣ ଜାଣିଥିଲେ ଜାଣିଥିଲେ ଏମିତି ଝଗଡ଼ା ହେଇଯିବ ହଁ ହଁ ଝଗଡ଼ା ବନ୍ଦ ହେଇଥିଲି ବନ୍ଦ ହେଇଛି ବୋଲି ଜାଣିଛନ୍ତି ବନ୍ଦ ବାନ୍ଦ ହେଇଛି ହଁ ଜାଣିଛନ୍ତି ହଁ ଆଚ୍ଛା ଜାଣିଥିଲେ ଆପଣ ଜାଣିଥିବେ ଯେ ଏମିତି ଆସିଛୁ ବସ୍ କିନ୍ତୁ ବନ୍ଦ ଅଛି ନା ନାଇଁ ଆପଣ ଜାଣିନାହାନ୍ତି ନାଇଁ ନାଇଁ କେତେ ସମୟ ହେଲା ବସିଲେଣି ଆପଣ ଏଡ଼େ 10 ମିନିଟ୍ ହେଲା 10 ମିନିଟ୍ ହେଲା ବସିଲେ ହଁ ସେ ବସ୍ଟି କେତେବେଳେ ଛାଡ଼ିବ ଏ 10ଟାରେ ଛାଡ଼ିବ 10ଟାରେ ଛାଡ଼ିବ ଆପଣ ଶୁଣୁଥିଲେ ଯିଏ ଢେଙ୍କାନାଳ ଯିବା ପାଇଁ ବସିଛନ୍ତି ଢେଙ୍କାନାଳକୁ ତାଙ୍କ ପାଇଁ ବସ୍ ନାହିଁ ବାଧ୍ୟ ହୋଇ ସେ ଅନୁଗୁଳ ବସ୍କୁ ଷ୍ଟାଣ୍ଡରେ ସେମାନେ ବସ୍ ଧରିବେ ଏବଂ ସେଠାରୁ ନିଜ ଗନ୍ତବ୍ୟ ସ୍ଥାନ ଢେଙ୍କାନାଳକୁ ଯିବେ ଇଏ ଚିତ୍ର ହେଉଛି କଟକ सीएनबीटी बस स्टाण्ड चित्र एवं आप देखिपे प्राय बे गुड़िक खाली रही कारण जी परिमाण बस एठक आसे से परिमाण बस आसुना जहाँफल जो साधारण यात्री मैंने अच्छा से असुविधार सम्मुखीन होती दीर्घ समय धरी बस को अपेक्षा कर बस जहाँ चित्र कटक सहर अच्छी कटक सहर अन्य जगार कर्फ्यू रही किंतु ए जगार टे कोहल अच्छी सीएनबीटी बस स्टाण्ड कारण बस गुड़िक जेहेतु जाऊँगी आपण भाई कौ बस आपंकर ଆପଣ କୋଉଠିକି କୋଉଠିକି ଯିବେ ତାଲଚେର ତାଲଚେର ଯିବେ ଆପଣ ବସ୍ ଆସିଲାଣି ବସ୍ ତ ଗୋଟେ ଅଛି କଥା ହେଇନି ଆସିଲେ ସୁବିଧା ହେଲେ ଯିବେ କେତେ କେତେ ସମୟ ହେଲା ଅପେକ୍ଷା କଲେଣି ବସିଲାଣୁ ଆମେ ଅଧଘଣ୍ଟା ପାଖାପାଖି ଆଜ୍ଞା ବସ୍ ଆସିବ ବୋଲି ଭାବୁଛନ୍ତି ବସ୍ ଆସିଛି ତ ଗୋଟେ ବସ୍ ଆଉ ଆସିବ କଣ ସେ ବିଷୟରେ ଆମେ ଜାଣିନୁ ତ ଆମେ ତ ବାହାର ଲୋକ କେତେ ସମୟ ଏମିତି ଅପେକ୍ଷା କରିବେ
ଆମେ ତ ଯେମିତି ହେଲେ ଯିବୁ ଆଉ ଅପେକ୍ଷା କରିବାକୁ ପଡିବ। ଆଉ କିଛି ତ ବିକଳ୍ପ ନାହିଁ ଆପଣ ଆଉ ବିକଳ୍ପ ଆଉ କଣ ଅଛି, ଆମେ ତ ପାଖ ବାଟ ହେଇଛି ଅଟୋ ପଟରେ ପଳେଇବୁ। ହଁ ଦୂର ବାଟ ଯେହେତୁ ବସ ତ ଯିବୁ ଆଉ। ଏମିତି ଗୋଟେ ଗଣ୍ଡଗୋଳ ହବ, ଗଣ୍ଡଗୋଳ ଉପରେ କର୍ଫ୍ୟୁ ହବ, କର୍ଫ୍ୟୁ ହେଲା ପରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ନିଶ୍ଚିନ୍ତ ଭାବରେ ସାଧାରଣ ଯାହା ଯେତେ ଗଣ୍ଡଗୋଳ ହେଲେ ବି ସବୁବେଳେ ସାଧାରଣ ଲୋକ ହିଁ ଅସୁବିଧାରେ ପଡୁଛନ୍ତି, ନହେଲେ ଆଉ କାହାର କିଛି ପ୍ରୋବ୍ଲେମ ନାହିଁ। ଆଜ୍ଞା ଦେଖନ୍ତୁ ଯାହା ମଧ୍ୟ ପ୍ରତିକ୍ରିୟା ଦଉଥିଲେ ଜଣେ ଯାତ୍ରୀ ଯେ ଯେତେବେଳେ ଗଣ୍ଡଗୋଳ ହୁଏ ଏବଂ କେଉଁଠି ବନ୍ଦ ପାଳନ ହୁଏ, କେଉଁଠି କର୍ଫ୍ୟୁ ହୁଏ, ସେ ଜାଗାରେ କେବଳ ସାଧାରଣ ଲୋକ ହିଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ସିଧାସଳଖ ପ୍ରଭାବ ପଡ଼େ ସାଧାରଣ ଜନଜୀବନ ଉପରେ, ଯାହାର ଚିତ୍ର ଆପଣ ସିଏନବିଟି ବସ୍ ଷ୍ଟାଣ୍ଡରୁ ଦେଖିପାରୁଛନ୍ତି। ଏବଂ ଯେଉଁ ଜାଗାରେ ଯାତ୍ରୀ ଆସି ପହଞ୍ଚୁଛନ୍ତି ସେ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଛନ୍ତି ଏବଂ ସେ ମଧ୍ୟ ଜାଣିନାହାନ୍ତି ଯେ କେତେବେଳେ ବସ୍ ଆସିବ କି ନା ନାହିଁ ଏବଂ ସେମାନେ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ଯାଇପାରିବେ ନା ନାହିଁ। ଇଏ ହେଉଛି କଟକ ସହରର ଚିତ୍ର ଏବଂ କଟକ ଯେଉଁ ଖାନନଗର ରହିଛି ଖାନନଗର ସିଏନବିଟି ବସ୍ ଷ୍ଟାଣ୍ଡର ଚିତ୍ର। କଟକରୁ କ୍ୟାମେରା ପର୍ସନ ଆଲୋକ ଦାସଙ୍କ ସହିତ ପ୍ରଭାତ ବିଷୋଇ, ଓଟିଭି। ଆରେ ପିଲାମାନେ ତାଙ୍କ ଜଞ୍ଜାଳ ଭିତରେ ବାପା ମାଙ୍କୁ ଭୁଲି ଯାଇଥାନ୍ତି।